ସମସ୍ତଙ୍କର 100% କାମ ଦେଲା ଭଳିଆ ଟ୍ରିକ୍ସଟା ଆପଣମାନଙ୍କ ସହିତ ସେୟାର କରିବି। ଦେଖନ୍ତୁ ମୋ ଘରେ କେମିତି କପଡ଼ା ଲତା ଭିଣେଇକି ପଡ଼ିଛି, ଯେତେ ସୁନ୍ଦର କରିକି ବି ଭାଙ୍ଗ। ବିଶେଷ କରି ତ ଅଣ୍ଡରୱେୟାର ଯେତେ ଖୋଜିଲେ ମଧ୍ୟ ମିଳ ନାହିଁ, ଏପଟ ସେପଟ ହେଇଯାଇଥାଏ, କେଉଁଠି ଝୁଲି ଯାଇଥାଏ, ବିଲକୁଲ ଭଲ ଦେଖାଯାଏ ନାହିଁ। ତ ଆମେ ତାକୁ ଯଦି ଏମିତି ଫୋଲ୍ଡ କରିବା ତାହେଲେ ନିଶ୍ଚିତ ଭାବରେ ସେ ସୁନ୍ଦର ଭାବରେ ସଜା ହେଇକି ରହିବ, କମ୍ ଜାଗା ମଧ୍ୟ ନେବ, ଆଉ ଖୋଜିଲେ ମଧ୍ୟ ମିଳିବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ମୁଁ ଫୋଲ୍ଡ କରୁଛି। ଆପଣମାନେ ବି ଯଦି ଏମିତି ଟ୍ରାଏ କରିବେ ନିହାତି କରିପାରିବେ। ଦେଖନ୍ତୁ ଏବେ ଆଉ ଯେତେ ଫିଙ୍ଗିଲେ ମଧ୍ୟ ପଡ଼ିବ ନାହିଁ। ସେମିତି ଭାବରେ ମୁଁ ସବୁଗୁଡ଼ାକୁ ଫୋଲ୍ଡ କରିଦେଇଛି, ଆଉ ଗୋଟେ ଜାଗାରେ ତାକୁ ରଖିଦେବି। ତ ଏବେ ଚାଲନ୍ତୁ ଦେଖିବା ଟ୍ରାକ୍ ପ୍ୟାଣ୍ଟ ହେଲା କି ଆମର ଜିନ୍ସ ପ୍ୟାଣ୍ଟ ହେଲା, ତାକୁ ଆମେ ଯେମିତି ଏମିତି ନର୍ମାଲ ଫୋଲ୍ଡ କରିକି ରଖିଦେଲେ ସେ ଏପଟ ସେପଟ ହେଇକି ଭିଣି ହେଇଯାଏ। କାମ ଥରକର କାମ ଦୁଇଥର କରିବାକୁ ପଡ଼େ। ଯଦି ମୁଁ ଯେମିତି ଫୋଲ୍ଡ କରିଛି ଆପଣମାନେ ବି ସେମିତି ଫୋଲ୍ଡ କରିବେ, ତାହେଲେ ସୁନ୍ଦର ଦେଖାଯିବା ସହିତ କମ୍ ଜାଗା ମଧ୍ୟ ନେବ। ଏବେ ଶାଢ଼ୀ ଦେଖନ୍ତୁ, ଶାଢ଼ୀକୁ ଯେତେ ଭଲ ଭାବରେ ଭାଙ୍ଗିକି ରଖନ୍ତୁ, ବ୍ଲାଉଜ୍ କେଉଁଠି ନା କେଉଁଠି ହଜି ହିଁ ଯାଇଥାଏ। ତ ବ୍ଲାଉଜ୍ ଖୋଜିବାକୁ ବହୁତ ଟାଇମ୍ ଲାଗେ, ମୋର ତ ବିଶେଷ କରି ବହୁତ ଟାଇମ୍ ଲାଗେ। ତ ମୁଁ ଏମିତି ଭାବରେ ଶାଢ଼ୀକୁ ଅର୍ଗାନାଇଜ୍ କରିଛି। ଦେଖନ୍ତୁ ଆପଣମାନେ ବି ଯଦି କରିବେ ତାହେଲେ ବିଲକୁଲ ଶାଢ଼ୀ ଭାଙ୍ଗି ହେବ ସୁନ୍ଦର ଭାବରେ, ଆଉ ବ୍ଲାଉଜ୍ ଖୋଜିବାରେ ଟାଇମ୍ ଆପଣଙ୍କର ୱେଷ୍ଟ ହେବ ନାହିଁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ରହିଲା।